ସମଲେଶ୍ୱରୀ ମାଗୋ ଜୁହାର ମା ସମଲେଶ୍ୱରୀ ଜୁହାର ମା ସମଲେଶ୍ୱରୀ ମାଗୋ ଜୁହାର ମା ସମଲେଶ୍ୱରୀ ବାଉରୀ ତୁଇ ମା ନାଇଁ ଦେବୁ ଛୁଆକୁ ପାସିରି ମାଗୋ ଜୁହାର ମା ସମଲେଶ୍ୱରୀ ମାଗୋ ଜୁହାର ମା ସମଲେଶ୍ୱରୀ ବାକ୍ୟ ପରେ ମା ଖରାକୁ ଦଉଥିଲା ଗো ପାନି ଥିଉ ପୁଲେ ପଥର ମାଗୋ ପାନି ଥିଉ ପୁଲେ ପଥର দহি বিকি করি কলা পাহাড়কে মা খাঁচিলু দহিয়া ভিতর মাগো জুহার মা সমলেশ্বরী জুহার মা সমলেশ্বরী মাগো জুহার মা সমলেশ্বরী। ଆପଣଙ୍କ ଘରଟା ଗୋପାଳପୁର ତ କ୍ଷିତିପତି ସାହୁ ତାଙ୍କର ଘରଟା ଭଟଲି ପାଖେ ଥିଲା କେଶେପାଲି ତ ତାଙ୍କ ସାଙ୍ଗେ କେନ୍ତା ସମ୍ପର୍କ ଥିଲା? ତାଙ୍କର ସାଙ୍ଗେ ସେ ମୋତେ ଡାକନ୍ ଗାନା ଗୁନି ନେବୁରେ ବାବୁ ଆର୍ ଗାଇବୁ ବୋଲେ ମାନେ ଗାଉଥିଲେ ବି ତାଙ୍କର ସାଙ୍ଗେ ଆଉ ମୋତେ ଲେଖା ବି ଦେଇଥିଲେ। ତାଙ୍କର ଗୋଟେ ବହିଟେ ବି ଲେଖିଛନ୍ ଦହନା ମାଲ ବୋଲିକିରି ଖାଲି ଆମର ସମ୍ବଲପୁରୀଟା ସେ ବହିଟା ବି ଇହାଦେ ଲୋକ ବହୁତ ଗୀତ ଗାଉଛନ୍ ବି ଆଉ ଭଲ ଗୋଟେ ଗୀତ ଆମର ଲେଖିଥିଲେ ସେଟା ଯେ ମାଟିର ବଲଦକେ ହୁରୁମ ଲଡ଼ୁ ଆର୍ ସତର ବଲଦକେ କୁଡ୍ଡା ଚିଡ଼ୁ ଧନ ଧନ ତୋର ଦାନ ଧର ଦେହନାନ ଲାୟ ସରମ ଏ ଗୀତ ବି ଗୋଟେ ଲେଖିଥିଲେ ଏଇଟା ଆଉ ସତରନାକକେ ଧର ଗାଣା ଆଉ ସତରନାକକେ ଧର ଗାଣା ଆଉ ତମାର ନାକକେ ମାର ମୁଡ଼ିଆ ଏଇଟା ବି ଗୋଟେ ତାଙ୍କର ଗାନା ଲେଖିଥିଲେ ଆଉ ବହୁତ ଗାନା ସେ ଗାନା ମାନେ ସେ ମୋର ପଏଟ୍ ନାହିଁ ବୋଲିକିରି ସେଇଟା ମାନେ ମୁଇଁ ଟିକେ ଟିକେ ତାର ଏଇଟା ମାନେ କହିଦେଉଛେ ପଏଟ୍ ନାହିଁ ତ ସେ ଶିକ୍ଷକତା କରୁଥିଲେ ଭଟଲି ସ୍କୁଲରେ ଭଳି ସେ ଆମର ହାଇସ୍କୁଲରେ ସେ ଟିଚର ଥିଲେ ହାଇସ୍କୁଲରେ ଟିଚର ଥିଲେ କିନ୍ତୁ ଗୀତ ଲେଖବାଟା ତାଙ୍କର ଗୋଟେ ସଉକ ଥିଲା। ହଁ ସଉକ ଥିଲା ରେଡ଼ିଓ ଷ୍ଟେସନକେ ବି ବହୁତ ଗୀତ ମାନେ ଲେଖୁଥିଲେ ସେ ଆମର ସେ ଚପା ଟିଚୋ ଟିଚୋ ସେ ଗୀତ ଲେଖିଥିଲେ ଚପା ଟିଚୋ ଟିଚୋ ଫୁଫଲି ବୋଲ ସେ ମଙ୍ଗଲା ଘୁଷରେ ଖାସି ପଚୁ ପଚୁ ଚପା ଟିଚୋ ଟିଚୋ और देख कुमाटी पड़बू हिटी पाखे अच्छे बुरो लटी से गाना भी लिखिଥିଲେ ଆଉ ତାଙ୍କର ଭଲ ତାମାନେ ଆମର ସମ୍ବଲପୁରୀ ବାବଦରେ ତାଙ୍କର ବହୁତ ତାମାନେ ଏଇଟା ତ ସେ ଗୋଟେ ଗୀତକାର ହିସାବରେ ତ ଅଞ୍ଚଳରେ ଗୋଟେ ଭଲ ତାଙ୍କର ପରିଚୟ ଥିଲା। ହଁ କେନ୍ତା ରହିଥିଲା ତାଙ୍କର ସମ୍ମାନ କେନ୍ତା ରହିଥିଲା? ବହୁତ ବହୁତ ସମ୍ମାନ ରହିଥିଲା ସେ ଆମର ଅଞ୍ଚଳରେ ଆମର ଭଟଲି ଅଞ୍ଚଳ ଜାଗିରେ ବହୁତ ସମ୍ମାନ ତାଙ୍କୁ ଦଉଥିଲେ ଆଉ ସେ ଭଲ ଲୋକଟେ ଥିଲେ। ତ ସିନେମାରେ ବି ସେ ଗୀତ ଲେଖିଛନ୍ ତ ବହୁତ ଉପର ସ୍ତରକେ ଯାଇପାରିଥିଲେ। ହଁ ଯାଇପାରିଛି। ତ ତାଙ୍କର ସାଙ୍ଗେ କେନ୍ତା ଭେଟଘାଟ ପଡ଼ିଲେ କେନ୍ତା ସମ୍ପର୍କ ଥାଏ? ଆମର ଭେଟଘାଟ ପଡ଼ିଲେ ମୋତେ ସେ ଗୀତ ଗୋଟେ ବାବୁରେ ତୋତେ ଦେମି ଏ ଗୀତ ଗାଇବୁ ଆଉ ତୁଇ ଘାଘା ମନ ନେଇକି ଆସିବୁ ବୋଲିକିରି ମୋତେ ସବୁବେଳେ ବି କହନ୍ ସେ ଖରାପ ହେଇଗଲେ ନ ଆଉ ମୁଇଁ ଯାଏଁ ବି ତାକୁ ନେଇକି ଯେ ମୁଇଁ ଯେତେବେଳେ ଗଲେ ମୋତେ କ'ଣ ସେ କଲା ମାଣିକଟା ତୁଇ ଗାରେ ବାବୁ ବୋଲ ଧୀରେ ଘେନ କାନନ ହରେ କୃଷ୍ଣ ବିଲମ୍ବିତ ଏ ଗାନାଟା ମୋତେ ବହୁତ ଭଲ ଲାଗ୍ସି ରେ ବାବୁ ଭଲ ନ ମୁଇଁ ହାରମୋନିୟମ୍ରେ ସେଇଟା ବଜେଇକରି ଗାଏ ସେଇଟା ଆମର ସେ ଆଉ ତାଙ୍କର ଘରକେ ବି ଯାଇକରି ତାଙ୍କର ଘରେ ବି ମୁଇଁ ଗୀତ ଗାଇଯାଏ ଆଉ ତାଙ୍କର ସାଙ୍ଗେ ଭଲ ମୋର ସମ୍ପର୍କ ଥିଲା। କିନ୍ତୁ ଯେତିକି ସମ୍ମାନ ସେ ପାଇବା କଥା ଯେତେ ଲୋକ ତାଙ୍କୁ ଜାଣିବା କଥା ସେତିକି ନା ପାଇପାରି ଖରାପ ହେଇଗଲେ ସେ କାଣା କାରଣ ଭାବୁଛନ୍ ଯେ ଗୋଟେ ଗାଁରେ ରହିଗଲେ ବୋଲିକିରି ସେ ସେତିକି ପହଞ୍ଚି ନାଇଁ ପାରି କାରଣ ତାଙ୍କର ଲେଖା ତ ବହୁତ ଷ୍ଟାଣ୍ଡାର୍ଡ ଥିଲା। ହଁ ବହୁତ ଷ୍ଟାଣ୍ଡାର୍ଡ ଥିଲା ସେଟା ତାମାନେ ଇହାଦେକି ଯେନ୍ତା ତାମାନେ ହେତ୍କି ବେଲକେ ଆମର ଏଇ ମାନେ ମାନେ ଏଇ ୟୁଟ୍ୟୁବ ଫ୍ୟୁଟ୍ୟୁବ ବି ନା ଥାଇ ଇହାଦେ ବାଗିର ହେଲେ ଆଉ ଟିକେ ପରିଚିତ ହେଇଥିତେ ସେ ଟାଇମ୍ରେ ଏଇ ସିଷ୍ଟମ ଗୁଡ଼ାକ ନାଇଁ ଥାଇ ବୋଲିକିରି ସେଟା ନାଇଁ ହେଇପାରି କି କାଣା ସେଟା କାହିଁ ଜାଣବ ନାଇଁ ତ କାଣା ଭାବୁଛନ୍ ତାଙ୍କର ଯେନ୍ ଲେଖାକେ ଏବେ ବି ଲୋକଲୋଚନକୁ ଅନାଯିବା କଥା ଆଣିଲେ ଭଲ ହେତା ହେଟା ଆମର ଯେନ୍ ତାଙ୍କର ଲେଖା ମାନେ ଲେଖିଛନ୍ ଦହନା ମାଲ ବହି ଆମର ସମ୍ବଲପୁରୀ ପୁରା ସବୁ ସମ୍ବଲପୁରୀ ଅଛେ ଆଉ ସେଟା ମୋତେ ଦେଇଛନ୍ ବି ବହି ଆମେ ବାଣ୍ଟିଛୁ ବି ତାଙ୍କର ସାଙ୍ଗେ ଗାଁ ଗାଁ ଆମେ ବାଜିପାଲି ଯାଇଥିଲୁ ବାଣ୍ଟି ମୁଇଁ ସେ ତ ଯାଇ ନା ପାରନ୍ ଟିକେ ବୁଢ଼ା ଲୋକ ମୋଟର ସାଇକେଲ ଦେଇ ନେଇକିରି ମାନେ ଭଟଲି ନୁ କୁସମପୁରୀ ନୁ ସେ ବହି ମାନେ ଦହନା ମାଲ ଆମେ ବହୁତ ଲୋକ ବାଣ୍ଟିଛୁ ଆଉ ମୋର ନୁ ବି ସେ ବହି ଅଛି ବୋଲେ ସେଟା ତାଙ୍କର ସ୍ମୃତିରେ କିଛି କରାହଉଛି ଭଟଲି ଏରିଆରେ
ନାଇଁ ଦେବେ କିଛି ନା କରା ହବାର ନାଇଁ କରାଇ ପାରବା। ନା ହେଇପାରବା କରା ହେଲା ତ ହେଟା ବଢ଼ିଆ ବଢ଼ିଆ ହେତା। ନିଶ୍ଚିତ ଭାବେ ଗୋଟେ ଚେଷ୍ଟା କରାଯିବା କଥା ଯେ ଗୋଟେ ଏତେ ବଡ଼ ଗୀତକାର ଜଣେ ହୁଁ ଯେ ସିନେମା ତକ ନିଜର ଗୀତ ପହଞ୍ଚେଇଥିଲେ କିନ୍ତୁ ଯେତିକି ଅ, ଲୋକପ୍ରିୟ ହେଇପାରବା କଥା ପରିଚିତ ହେବା କଥା ନାହିଁ ହେଇପାରି। ନା ତ ହେଇପାରେ ଆମେ ଆଶା କର୍ମା ଯେ ତାଙ୍କୁ ଲୋକ ଜାଣୁନ୍ ଆଉ ତାଙ୍କର ବିଷୟରେ ତାଙ୍କର ଅବଦାନ ବିଷୟରେ ହଁ ଜାଣି ସାରିଲେ ତାଙ୍କୁ ନିଶ୍ଚିତ ଭାବେ ସମ୍ମାନ ଦେବେ ଏଇଟା ଆମର ଆଶା ରହିଛି। ଆଜି ବହୁତ ଅଧ୍ୟାୟ ଏତିକି। ଜୁହାର।